ଗୋଟିଏ ଜଙ୍ଗଲରେ ବାସ କରୁଥିଲା ଗୋଟିଏ ଶିଆଳ ଆଉ ତାର ଛୋଟ ଛୋଟ ଦୁଇଟି ଛୁଆ। ଛୁଆ ଦୁଇଟି ଥିଲେ ବହୁତ ଗୋଲଗାଲିଆ। ଛୁଆ ଦୁଇ ଜଣଙ୍କୁ ସବୁଦିନ ଶିଆଳ ତାର ବସାରେ ଛାଡ଼ି ଦେଇ ସେ ପ୍ରତିଦିନ ଖାଇବା ଯୋଗାଡ଼ କରିବାକୁ ବାହାରିଯାଏ। ସେହି ଜଙ୍ଗଲରେ ଥିଲା ଗୋଟିଏ ବିଶାଳ ଆକାରରେ ଅଜଗର ସାପ। ସେ ଜଙ୍ଗଲର ସବୁ ନିରୀହ ପ୍ରାଣୀମାନଙ୍କୁ ଖାଇଦିଏ। ସେଥିପାଇଁ ଜଙ୍ଗଲର ସବୁ ପ୍ରାଣୀ ସବୁବେଳେ ଭୟରେ ରହୁଥାନ୍ତି। ଶିଆଳ ତାର ପିଲାମାନଙ୍କ ପାଇଁ ବହୁତ ଚିନ୍ତାରେ ରହୁଥିଲା। ସେ ଖାଇବା ଯୋଗାଡ଼ କରିବାକୁ ଗଲେ ମଧ୍ୟ ତାର ତା ପିଲାମାନଙ୍କ କଥା ବହୁତ ମନେ ପଡ଼ୁଥାଏ। ପ୍ରତିଦିନ ପରି ଆଜି ବି ଖାଇବା ଯୋଗାଡ଼ କରିବାକୁ ବାହାରିଲା ବେଳକୁ ସେ ତାର ପିଲାମାନଙ୍କୁ କହିଲା, ପିଲାମାନେ, ମୁଁ ଖାଇବା ଯୋଗାଡ଼ କରିବାକୁ ଯାଉଛି। ତୁମେମାନେ ପୁରା ସାବଧାନରେ ରହିବ। ତୁମମାନଙ୍କୁ ଗୁମ୍ଫା ବାହାରୁ ଯଦି କିଏ ଡାକେ ତାହେଲେ ତୁମେମାନେ ବାହାରକୁ ଜମାରୁ ବାହାରିବ ନାହିଁ, କାରଣ ବାହାରେ ଗୋଟେ ବଡ଼ ଅଜଗର ସାପ ଅଛି। ତୁମେ ବାହାରକୁ ବାହାରିଲେ ସେ ତୁମକୁ ଖାଇଦେବ। ହଉ, ଠିକ୍ ଅଛି ମା, ଆମେ ବାହାରକୁ ବାହାରିବୁ ନାହିଁ। ତୁମେ ବି ଟିକେ ସାବଧାନରେ ଯିବା ଆସିବା କରିବ ମା, ମୋ ସୁନା ପିଲା ଗୁଡ଼ାକ। ହଉ, ମୁଁ ତାହେଲେ ଏବେ ଆସୁଛି। ଏହା କହି ଶିଆଳଟି ଖାଦ୍ୟ ଯୋଗାଡ଼ କରିବା ପାଇଁ ସେଠାରୁ ବାହାରିଗଲା। ଶିଆଳଟି ବାହାରି ଯିବାର କିଛି ସମୟ ପରେ ତାର ଛୁଆମାନଙ୍କୁ ଭାରି ଜୋରେ ଶୋଷ ଲାଗିଲା। ହେଲେ ତାଙ୍କ ପାଖରେ ଟୋପେ ବି ହେଲେ ପାଣି ନଥିଲା। ସେହି ସମୟରେ ସେମାନେ କଥା ହେଲେ କି, ଭାଇ, ଜାଣିଛୁ, ମତେ ନା ଜୋରେ ଶୋଷ ଲାଗିଲାଣି। ଶୋଷରେ ମୋ ତଣ୍ଟିଟା ପୁରା ଶୁଖି ଯାଉଛି। ହଁ ରେ, ମୋର ବି ତୋ ପରି ଅବସ୍ଥା। ହେଲେ ଭାଇ, ଘରେ ତ ଟୋପେ ହେଲେ ବି ପାଣି ନାହିଁ। ଆମେ ତ ପୁରା ସାନ ଅଛେ ନା। ଆଉ ବାହାରକୁ ଗଲେ ବାହାରେ ତ ବଡ଼ ଅଜଗର ସାପ ଅଛି। ସେ ଯଦି ଆମକୁ ଦେଖିବ ତାହେଲେ ଆମକୁ ପୁରା ଗିଳିଦେବ। ଆଉ ମା ଆମକୁ ବାହାରକୁ ଯିବାକୁ ମନା କରିଛି। ଚାଲ, ଆମେ ବୁଦା ଭିତରେ ଦେଇ ଲୁଚି ଲୁଚି ଧୀରେ ଧୀରେ ଯାଇ ନଦୀରୁ ପାଣି ପିଇ ଦେଇ ଆସିବା ଆଉ ମା ପାଇଁ ପାଣି ନେଇ ଆସିବା। ତୁମେ ଠିକ୍ ହିଁ କହିଛ ଭାଇ। ମା ଆମ ପାଇଁ କେତେ କଷ୍ଟ କରି ଖାଇବା ଯୋଗାଡ଼ କରିବାକୁ ଯାଇଛନ୍ତି। ଆଉ ଘରକୁ ଫେରି ଦେଖିବେ ଯେ ଘରେ ଟୋପେ ହେଲେ ବି ପାଣି ନାହିଁ। ଆଉ ପୁଣି ଆମ ଦୁଇ ଭାଇଙ୍କୁ ପୁଣି ଜୋରେ ଶୋଷ ହେଉଛି ଦେଖି ସିଏ ପୁଣି ଆହୁରି କଷ୍ଟ କରି ଆମ ପାଇଁ ପାଣି ଆଣିବାକୁ ଯିବେ। ତ ସେଥିପାଇଁ କହୁଛି, ଚାଲ ଆମେ ଦୁଇ ଜଣ ଯାକ ମିଶି ଯାଇ ନଦୀରୁ ପାଣି ପିଇ ଦେଇ ଆସିବା ଆଉ ମା ପାଇଁ ପାଣି ନେଇ ଆସିବା। ତାହେଲେ ଚାଲ ଭାଇ, ଆମେ ଶୀଘ୍ର ଶୀଘ୍ର ଯିବା। ଏହା କହି ପିଲା ଦୁଇ ଜଣ ଯାକ ପାଣି ପିଇବାକୁ ଯିବେ ବୋଲି ଗୁମ୍ଫାରୁ ବାହାରି ନଦୀ ଆଡ଼କୁ ଚାଲିଲେ। ଆଉ ଯାଉଥିବା ବେଳେ କଥା ହେଲେ, ଦେଖୁଛ ଭାଇ, ବାହାରର ପରିବେଶଟା କେତେ ସୁନ୍ଦର। କେତେ ସୁନ୍ଦର ଗଛପତ୍ର ଆଉ କେତେ ସୁନ୍ଦର ଆକାଶ। ଦେଖିକି ମନଟା ପୁରା ଖୁସି ହୋଇଗଲା। ଆମେ ତ କେବେ ହେଲେ ଗୁମ୍ଫାରୁ ବାହାରୁନେ, ସେଥିପାଇଁ ଏସବୁ ଦେଖିପାରୁନଥିଲେ। କେବେ ଯେ ଆମେ ବଡ଼ ହେବା ଆଉ ମା ପରି ଆମେ ବି ଖାଦ୍ୟ ଯୋଗାଡ଼ କରିବା, ସେଇଟା ହିଁ ମୁଁ ମନେ ମନେ ଭାବୁଛି। ହଁ ହଁ ବାବୁ, ତୁ ଠିକ୍ କହିଛୁ। ଭାଇ, ଜଲ୍ଦି ଚାଲ। ମା ବସାକୁ ଆସିବା ଆଗରୁ ଆମେ ଯାଇ ପହଞ୍ଚି ଯାଇଥିବା। ନହେଲେ ମା ଯଦି ଆସି ବସାରେ ଆମକୁ ନ ଦେଖେ ତାହେଲେ ସେ ବହୁତ ଟେନସନ୍ ହୋଇଯିବ ଆଉ ଆମକୁ ବହୁତ ପାଟି କରିବ। ତୁ ତ ଏଇଟା ପୁରା ଠିକ୍ ହିଁ କହିଛୁ। ମୁଁ ତ ଏହା ଭାବିବି ନାହିଁ। ଏସବୁ କଥାବାର୍ତ୍ତା ହେଉ ହେଉ ପିଲାମାନେ ଆସି ନଦୀ ପାଖରେ ପହଞ୍ଚିଗଲେ। ନଦୀକୁ ଦେଖି ଜଣେ ଅନ୍ୟ ଜଣକୁ କହିଲା, ଦେଖ ଭାଇ, ଆମେ ନଦୀ ପାଖରେ ଆସି ପହଞ୍ଚି ଯାଇଛେ। ଏବେ ଆମେ ମନ ଭରି ପାଣି ପିଇ ପାରିବା। ହଁ ବାବୁ, କେତେ ମଜା ଲାଗିବ। ଏହା କହି ଶିଆଳ ଛୁଆ ଦୁଇଟି ନଦୀ ଭିତରୁ ପାଣି ପିଇ ନିଜର ଶୋଷ ମେଣ୍ଟାଇଲେ ଆଉ ଇଚ୍ଛା ମତରେ ନଦୀର ପାଣିରେ ମନ ଭରି ଗାଧେଇଲେ। ବହୁତ ସମୟ ଗାଧୋଇବା ପରେ ତାଙ୍କର ମନେ ପଡ଼ିଲା ଯେ ତାଙ୍କୁ ଘରକୁ ଫେରିବାକୁ ହେବ। ତ ସେହି ସମୟରେ ସେମାନେ କୁହାକୁହି ହେଲେ ଯେ
ଭାଇ, ଗାଧୋଇ ଗାଧୋଇ ତ ଆମର ବହୁତ ଡେରି ହୋଇଗଲାଣି। ସକାଳ ଯାଇ ଦିହିପହର ହେବାକୁ ବସିଲାଣି। ମା ଆସିବାର ସମୟ ବି ହୋଇଗଲାଣି। ମା ଆସି ବସାରେ ଯଦି ଦେଖିବ ଆମେ ବସାରେ ନାହୁଁ, ତାହେଲେ ମା ତ ବହୁତ ଟେନସନ୍ ହୋଇଯିବ। ତାହେଲେ ଆମେ ଏବେ କ'ଣ କରିବା? ଚାଲ, ଆମେ ଏଇ ମାଠିଆରେ ପାଣି ନେଇ ଘରକୁ ଫେରିଯିବା। ଏହା କହି ସେମାନେ 2 ଜଣ ପାଣି ନେଇ ଘରକୁ ଆସିବା ପାଇଁ ବାହାରିଲେ। ଆଉ ସେପଟେ ଶିଆଳ ବସାକୁ ଫେରି ଦେଖିଲା ତାର ପିଲାମାନେ ବସାରେ ନାହାନ୍ତି। ଏହା ଦେଖି ଶିଆଳ ବହୁତ ଚିନ୍ତାରେ ପଡ଼ିଗଲା। ଆଉ କହିଲା, ପିଲାମାନେ ମତେ ଛାଡ଼ିକି କୁଆଡ଼େ ଗଲରେ? କୋଉଠି ବା ଏବେ ଥିବ ତୁମେମାନେ? କେଜାଣି ମୁଁ ଏବେ କ'ଣ କରିବି ଯେ? କ'ଣ ଯେ କରିବି କିଛି ଜାଣିପାରୁନି। ଏହା କହି ଶିଆଳ ଗୁମ୍ଫା ଭିତରେ ଖାଦ୍ୟ ରଖିଦେଇ ତାର ଛୁଆମାନଙ୍କୁ ଖୋଜିବା ପାଇଁ ଗୁମ୍ଫାରୁ ବାହାରିଗଲା। ଶିଆଳ ଯାଉ ଯାଉ କିଛି ବାଟ ଯିବା ପରେ ଦେଖିଲା ଯେ ତାର ପିଲାମାନେ ମାଠିଆରେ ପାଣି ନେଇ ତା ଆଡ଼କୁ ଆସୁଛନ୍ତି। ଛୁଆମାନଙ୍କୁ ଦେଖି ଶିଆଳ ତାର ଦେହରେ ପ୍ରାଣ ଫେରି ପାଇଲା। ତାପରେ ଶିଆଳ ତାର ପିଲାମାନଙ୍କୁ କହିଲା, ପିଲାମାନେ, ତୁମେ କ'ଣ ପାଇଁ ଗୁମ୍ଫା ବାହାରକୁ ବାହାରିଲ? ମୁଁ ପରା ତୁମମାନଙ୍କୁ ମନା କରିଥିଲି। ତୁମେ କ'ଣ ଜାଣିନ କି ତୁମେ ଏବେ କେତେ ଛୋଟ ଅଛ? ବାହାରେ କେତେ ବଡ଼ ବଡ଼ ବିପଦ ଅଛି। ତୁମେ ଏବେ ବିପଦର ମୁକାବିଲା କରିବା ଶିଖିନ। ହଁ ହଁ, ଆମେ ଜାଣିଛୁ ମା। ଆମେ ତୁମ କଥା ନ ମାନି ବାହାରକୁ ବାହାରିବାଟା ଠିକ୍ ହେଇନି। ହେଲେ ମା, ଆମ 2 ଭାଇଙ୍କୁ ଜୋରେ ଶୋଷ ଲାଗୁଥିଲା। ଆଉ ଘରେ ଟୋପାଏ ବି ହେଲେ ପାଣି ନଥିଲା। ତୁମର ତ ଆସିବାରେ ଡେରି ହେବ ନା। ପୁଣି ତୁମେ କେତେ କଷ୍ଟ କରି ଶିକାର କରି ଆଣି ଆସି ବସାରେ ଦେଖିବ ଟୋପେ ହେଲେ ପାଣି ନାହିଁ, ତ ତୁମକୁ ପୁଣି କଷ୍ଟ କରି ନଦୀକୁ ଆସି ପାଣି ନେବାକୁ ହେବ ନା। ଏଇଆ ଭାବି ଆମେ ନଦୀକୁ ପାଣି ପିଇବାକୁ ଆସିଲୁ। ହଁ ମା, ବାବୁ ଠିକ୍ କଥା ହିଁ କହିଛି। ଆମେ ପାଣି ପିଇବାକୁ ଆସିଥିଲୁ, ଆଉ ତୁମ ପାଇଁ ପାଣି ନେଇ ଆସିଛୁ। ତୁମକୁ ଆଉ କଷ୍ଟ କରି ନଦୀକୁ ପାଣି ପିଇବାକୁ ଆସିବାକୁ ପଡ଼ିବନି। ପିଲାମାନଙ୍କର ଏମିତି ସବୁ କଥା ଶୁଣି ଶିଆଳର ଆଖିରୁ ପାଣି ଚାଲି ଆସିଲା। ଆଉ ସେ ତାର ପିଲାମାନଙ୍କୁ କହିଲା, ପିଲାମାନେ, ତୁମେ ମୋ କଥା ଏତେ ଭାବୁଛ? ତୁମ କଥା ଶୁଣି ଆନନ୍ଦରେ ମୋ ମନଟା ଭରିଗଲା। ମୋ ପିଲାମାନେ ମୋ କଥା ଏତେ ଭାବନ୍ତି? ହଁ ମା, ଆମେମାନେ ତୁମକୁ ଆମ ଜୀବନଠାରୁ ବି ବେଶୀ ଭଲ ପାଉ। ଶୁଣ ପିଲାମାନେ, ଆମେ ଏଠି ଏସବୁ କଥା ଆଲୋଚନା ନ କରି ଶୀଘ୍ର ଶୀଘ୍ର ଘରକୁ ଚାଲ ଯିବା। ବହୁତ ବେଳ ହୋଇଗଲାଣି। ତୁମେମାନେ କ'ଣ ଆଜି ଦ୍ୱିପହରର ଖାଇବା ଖାଇବନି କି? ଆଜି ମୁଁ ବହୁତ କିଛି ଶିକାର କରି ନେଇ ଆସିଛି। ହଁ କି ମା, ତାହେଲେ ତ ବଢ଼ିଆ ମଜା ହେବ। ଆଜି ଆମେ ଏକା ସାଙ୍ଗରେ ବସି ସମସ୍ତେ ମିଶିକି ଦ୍ୱିପହରର ଖାଇବା ଖାଇବା। ମା, ଆଜି କି ଶିକାର କରିଛ? ସେଇଟା ତ ମୁଁ କହିବିନି। ତୁମେ ବସାକୁ ଗଲେ ଦେଖିବ କି ମୁଁ କ'ଣ କ'ଣ ତୁମ ପାଇଁ ସବୁ ଶିକାର କରି ନେଇ ଆସିଛି। ହଉ ମା, ଚାଲ ଆମେ ଶୀଘ୍ର ଶୀଘ୍ର ବସାକୁ ଯିବା। ହଉ ହଉ ପିଲାମାନେ, ଚାଲ। ଏହା କହି ଶିଆଳ ଓ ତାର ପିଲାମାନେ ଗପ କରି କରି ବସା ଆଡ଼କୁ ଚାଲିଲେ। ଆଉ କିଛି ସମୟ ପରେ ଶିଆଳ ଓ ତାର ପିଲାମାନେ ବସା ପାଖରେ ଆସି ପହଞ୍ଚିଗଲେ। ଭିତରକୁ ଯାଇ ପିଲାମାନେ ଦେଖିଲେ କେତେ ଗୁଡ଼ିଏ କୁକୁଡ଼ା ଓ ହଂସ ଆଣିଛନ୍ତି ମା। ଏହା ଦେଖି ସେମାନେ ଖୁସିରେ ଆତ୍ମହରା ହୋଇଗଲେ। ମା, ତୁମେ ଆମ ପାଇଁ ଏତେ ସବୁ କିଛି ଶିକାର କରି ଆଣିଛ। ଆମେ ଆଜି ବହୁତ ଖୁସି। ବହୁତ ଦିନ ପରେ ଆଜି ଆମେ ପେଟ ଭର୍ତ୍ତି କରି ଖାଇବୁ। କି ମଜା! ଓହୋ, ଆଜି କି ଆନନ୍ଦ ଲାଗୁଛି, କହି ହେବନି ମା। ଆଚ୍ଛା ଠିକ୍ ଅଛି ପିଲାମାନେ, ଆଉ ବେଶୀ କଥା ନ କହି ଖାଇବା ଆରମ୍ଭ କରିଦେବା ଚାଲ। ତାପରେ ସମସ୍ତେ ମିଶି ମଜା କରି ସେ ଖାଇବା ଗୁଡ଼ା ଖାଇ ଶେଷ କରିଦେଲେ। ତାପରେ ସେମାନେ ଆନନ୍ଦରେ ଗପାଗପି ବି କଲେ।
ତ ସେହି ସମୟରେ ସେମାନେ ଶୁଣିବାକୁ ପାଇଲେ ତାଙ୍କ ଗୁମ୍ଫା ବାହାରେ ସେଇ ବିଶାଳ ଆକୃତିର ଅଜଗର ସାପର ଆବାଜ। ସେମାନେ ଏହି ଭୟଙ୍କର ଆବାଜ ଶୁଣି ବହୁତ ଭୟ ପାଇଗଲେ। ଶିଆଳ ନିଜେ ବି ବହୁତ ଭୟ ପାଇଲା। ସେ ତାର ପିଲାମାନଙ୍କୁ ନ ଦେଖେଇ ହେବା ପାଇଁ କହିଲା, ପିଲାମାନେ, ତୁମେମାନେ ଜମା ବି ଭୟ ପାଅନି। ତୁମ ମା ବଞ୍ଚିଥିବା ପର୍ଯ୍ୟନ୍ତ ତୁମର କେହି କିଛି କ୍ଷତି କରିପାରିବେନି। ହେଲେ ମା, ଏ ଅଜଗର ଯଦି ଆମ ସମସ୍ତଙ୍କୁ ଗିଳି ଖାଇଦେବ ତାହେଲେ ଆମେ କ'ଣ କରିବା? ମୋ ଦେହ ଭିତରେ ସିଂହରଣ ହୋଇ ଉଠୁଛି। ଏମିତି କଥା କୁହନି ରେ ପିଲାମାନେ। ମା, ଆମେ କ'ଣ ଆଉ ବଞ୍ଚିବାନି? ସେ ଅଜଗର ସାପଟା କ'ଣ ସତରେ ଆମକୁ ଗିଳି ଖାଇଦବ? ନା ନା ପିଲାମାନେ, ତୁମର ମା ଥାଉ ଥାଉ ତୁମର କେହି କିଛି କ୍ଷତି କରିପାରିବେନି। ଏତିକି ବିଶ୍ୱାସ ତୁମେ ତୁମର ମା ଉପରେ ରଖ। ଆଉ ନିଜେ ନିଜର ଜୀବନକୁ ବଞ୍ଚେଇବାର ଆଶା ବି ରଖିଥାଅ। ବିପଦ ବେଳେ ମନରେ ଭୟ କରିବ ନାହିଁ। ବିପଦ ବେଳେ ମନରେ ସାହସ ବାନ୍ଧି ରଖିବ। ବିପଦ ଆସିଲେ ବୁଦ୍ଧି ଖଟେଇ ବିପଦର ମୁକାବିଲା କରିବାକୁ ପଡ଼େ। ମା, ତୁମର କଥା ଶୁଣି କେତେ ବିଶ୍ୱାସ ମନରେ ଆସିଲା, ଆଉ ଭୟ ବି ଟିକିଏ ମନରୁ ଦୂର ହୋଇଗଲା। ମା, ଆମେ ବି ବିପଦର ମୁକାବିଲା କରିବାକୁ ଚାହୁଁ। ହଁ ମା, ବାବୁ ଠିକ୍ ହିଁ କହିଛି। ଆରେ ବାଃ, ମୋର ପିଲାମାନେ କେତେ ବୁଝିବାର ହୋଇଗଲେଣି। କେତେ ଭଲ ଆମର ପିଲାମାନେ। ତ ସେହି ସମୟରେ ଅଜଗର ମନେ ମନେ କହିଲା, ଭିତରେ କିଛି ଗୋଟେ ଆବାଜ ଶୁଣାଯାଉଛି। ମନେ ହେଉଛି ଗୁମ୍ଫା ଭିତରେ କିଏ ଅଛି। ଆଜି ତ ଏଇଠି ମୋର ଦିହିପହରର ଖାଇବାଟା ହେଇଯିବ। ଏହି କଥା ମନେ ମନେ ଭାବି ଅଜଗର କହି ଉଠିଲା କି, ଭିତରେ କିଏ ଅଛରେ? ମୁଁ ଏତେ ସମୟ ଧରି ବାହାରେ ଅଛି, ଏଇଟା କ'ଣ ତୁ ଜାଣିପାରୁନୁ କି? ଶୀଘ୍ର ଶୀଘ୍ର ତୁ ବାହାରକୁ ବାହାରି ଆସ, ଆଉ ନ ଆସିଲେ ମୁଁ ତୋର ଖବରଟା ବୁଝିଦେବି। ଶିଆଳଟି ତାର ପିଲାମାନଙ୍କୁ ଭିତରେ ଛାଡ଼ି ସାହସ କରି ବାହାରକୁ ବାହାରି ଆସିଲା। ଶିଆଳକୁ ଦେଖି ଅଜଗର କହିଲା, ଇଏ ମୁଁ କାହାକୁ ଦେଖୁଛି? ଇଏ ତ ଦେଖୁଛି ମୁଁ ଶିଆଳ। ତୁ କେମିତି ଅଛୁ ରେ ଶିଆଳ? ଆଉ ତୋର ବାହାରକୁ ଆସିବାକୁ ଏତେ ଡେରି ହେଲା କ'ଣ ପାଇଁ ଶୁଣେ? ଯାହା ବି ହେଇଯାଉ, ଆଜି ତତେ ମୁଁ ମୋର ଦିହିପହରର ଭୋଜନ କରିବି। ଅଜଗରର ଏମିତି କଥା ଶୁଣି ଶିଆଳର ମନରେ ଜୋରେ ରାଗ ଆସିଲା, ଆଉ ଖରାପ ବି ଲାଗିଲା। ତଥାପି ଶିଆଳ ତାର ବୁଦ୍ଧି ଖଟେଇ କହିଲା, ଭଲ ଅଛି ରାଜା ସାହେବ। ରାଜାଙ୍କ ଆଗକୁ କ'ଣ ଏମିତି ତରତର ହୋଇ ବାହାରି ଆସିବାକୁ ପଡ଼ିବ କି? ରାଜାଙ୍କୁ ତ ସମ୍ମାନ ଦେଇ ତାପରେ ଗୁମ୍ଫା ବାହାରକୁ ବାହାରିବାକୁ ପଡ଼ିବ ନା। ରାଜାଙ୍କୁ ତ ସବୁ ସମୟରେ ସମ୍ମାନିତ କରିବାକୁ ପଡ଼ିବ ନା। ମୁଁ ଠିକ୍ କଥା କହିଲି ନା ରାଜା ସାହେବ? ହଁ, ତୁ ତ ଠିକ୍ ହିଁ କହିଛୁ ଶିଆଳ। ରାଜାଙ୍କୁ ତ ସବୁ ସମୟରେ ସମ୍ମାନଟା ଦେବାକୁ ପଡ଼ିବ। ହେଲେ ଏଠି ରାଜା ବା କିଏ? ଆଉ ତୁ କାହାକୁ ରାଜା କହୁଛୁ? ଏଠି ତ ମୁଁ ଆଉ ତତେ ଛାଡ଼ିଦେଲେ ଆଉ କାହାକୁ ତ ଦେଖିବାକୁ ପାଉନି। ଆରେ ଅଜଗର ଭାଇ, ମୁଁ ତ ଆପଣଙ୍କୁ ହିଁ ରାଜା କହୁଛି। ଆପଣ ତ ହେଲେ ଏ ଜଙ୍ଗଲର ରାଜା। ଏ କ'ଣ ତୁ ଆଡ଼ୁ ସାଡ଼ୁ କଥା କହୁଛୁ? ମୁଁ ପୁଣି ଏ ଜଙ୍ଗଲର ରାଜା କେବେଠୁ ହେଲାଣି?